দেবদেব মহাদেব কাহাকু নারায়ণ বলি চুমরা করুছ মনে মনে ମୁଁ କଣ ରାକ୍ଷସ ଆଉ ପୁଣି ଗୋଟେ କିଏ ଅଛି ନାରାୟଣ ଦେବଦେବ ମହାଦେବ ମୁଁ କଣ ସେ ନାରାୟଣ ନୁହେଁ ମୁଁ କଣ ରାକ୍ଷସ ଏ ବୈକୁଣ୍ଠପୁର ଲଙ୍କାପୁର ନୁହେଁ ଆଉ କେଉଁଠି ସ୍ୱର୍ଗପୁର କଣ ବୈକୁଣ୍ଠପୁର ଦେବାଦୀ ଦେବ ଏ ଲଙ୍କାଗଡ଼ ହଉଛି ବୈକୁଣ୍ଠପୁର ଆଉ ମୁଁ ହେଉଛି ଏଠାର ନାରାୟଣ ଏବେ ବୁଆରେ ମୋର ତାଣ୍ଡବ ନୃତ୍ୟକୁ ଆରେ ବରୁଣ କୁନିୟ ଲିଙ୍ଗ ସେହି ପଖାଉଜ ହେ ଦେବାଦୀ ଦେବ ମୁଁ ହେଉଛି এই বৈকুণ্ঠপুর স্বরূপ লঙ্কাগড়ে নারায়ণ মোর নির্দেশ তুমি যেমিতি বৈকুণ্ঠপুরে তাণ্ডব নৃত্য করুছিল আদি লঙ্কাপতি দশানন আগরে তুমি তাণ্ডব নৃত্য করিব আউ আউ দলপতি পৌর ମୁଁ ତୁମକୁ ନିର୍ଦ୍ଦେଶ ଦଉଛି ତମେ ତାଣ୍ଡବ ନୃତ୍ୟର ତାଳେ ତାଳେ ପକାଉଛ ବସି ବାଦନ କରିବ ଏ ଛୁରୀ ଅଛ କତ হে ଗୌରୀର पवनर पुत्र हनुमान आसी लंका गड़क भस्मीभूत कर पुनर्बार तांडव नृत्य कले निश्चिंत रूप से विपद आसब दशानन यार सतर्क हो जाओ जेबे मु तांडव करुथली तुमे वैकुंठाधिपति नारायण होई ताल धरुतल सेही समय रे तुमे कहितल रक्षा कर मोर मुंड भ्रमित होइतिला जेनु करी तांडव रे मति बळाव नै दशानन अरे रामोर बोइला लक्ष्मी अथिओ पुत्रे स्वयं लंकापति स्वरूप नारायण
সিংহাসনে উপস্থিত আছি ভরতবাজ মহাদেব মোর নির্দেশ তবে তাণ্ডব নৃত্য কর যদি মো নির্দেশে অপমানিত মতে কর তাহলে তোমার মস্তকକୁ উৎপাদন করি সপ্ত সিন্ধুরে নিক্ষেপ করিবি সে কারণে স্বভাবঙ্গ করিলা মারুতি দৈব স্বরূপা সুমনা ভরতি তাণ্ডবে গেলি করিলে গোড় ତୁମେ ଜାଣ ନା ମହାଦେବ ତୁମେ ମୋର ପୂର୍ବ କଥାକୁ ସୂଚାଇ ଦେଉଛ ନା ଯେତେବେଳେ ସେ ମର୍କଟ ହନୁମାନ ଯେତେବେଳେ ଲଙ୍କା ଗଡ଼କୁ ଆସିଥିଲା ସେତେବେଳେ ମୁଁ ତାଣ୍ଡବ ନୃତ୍ୟ କରିବାକୁ ତୁମକୁ ନିର୍ଦ୍ଦେଶ ଦେଇଥିଲି ଆଉ ଯେତେବେଳେ ହନୁମାନଙ୍କୁ ମୋର ଜ୍ୟେଷ୍ଠ ପୁତ୍ର ଇନ୍ଦ୍ରଜିତ ତାକୁ ଐଶ୍ୱର୍ଯ୍ୟ ବନ୍ଦନ କରି ମୋ ପାଖକୁ ଆଣିଲା ସେ ତାର ମୃତ୍ୟୁ ଅନିବାର୍ଯ୍ୟ ଥିଲା କିନ୍ତୁ ମୋର କନିଷ୍ଠ ଭ୍ରାତୃଦ୍ୱୟ ବିଭୀଷଣ ତାର କଥାକୁ ମାନି ମୁଁ ସେ ମର୍କଟକୁ ଛାଡ଼ି ଦେଇଥିଲି ଯଦି ତା କଥାକୁ ନ ମାନିଥାନ୍ତି ତାହେଲେ ସେ ମର୍କଟକୁ ମୁଁ ପ୍ରାଣରେ ବଦ୍ଧ କରିଥାନ୍ତି ଶୁଣ ମହାଦେବ ଶେଷ ଥର ପାଇଁ ମୁଁ ତମକୁ ନିର୍ଦ୍ଦେଶ ଦଉଛି ଯଦି ତମ ତାଣ୍ଡବ ନୃତ୍ୟରେ କିଏ ଆସି ବିଘ୍ନ ଘଟାଏ ମୁଁ ତମକୁ ସତ୍ୟ ସତ୍ୟ କିବାର ସତ୍ୟ କରି କହୁଛି ନାଗ ନରସୁର ଗନ୍ଧର୍ବ କିଲର ଯକ୍ଷ ରକ୍ଷ ମାନବ ଦାନବ ଯିଏ ବିଘ୍ନ କରନ୍ତି ମୋର এই ଯନ୍ତ୍ର ହାସ୍ୟ ଖଣ୍ଡ ଦ୍ୱାରା ମୁଁ ତାକୁ ବଦ୍ଧ କରିବି ଏହା ମୋର ସୁନିଶ୍ଚିତ ବାକ୍ୟ
ସିଂହାସନର ପାଖରେ ତାଣ୍ଡବ ନୃତ୍ୟ କରୁଥିବା ବେଳେ କିଏ ସେ ରଥମ ତାଣ୍ଡବ ନୃତ୍ୟକୁ ବିଘ୍ନ କରୁଛି? আরে কি রে জটিয়া চিলু এ সভা ভাঙিলু র এ জানিলা হুই লঙ্কার রে বৈকুণ্ঠ ঠাকুর আরে ভাগ ভাইয়ে দে রুদ্ধি যে গিরি গুহারে যাই আই তার শোভা তুই ভাঙিলু রে তার জটিয়া হই କିଏ ତମେ? ଓ ଦେବର୍ଷି ନାରଦ? ନାରାୟଣ ନାରାୟଣ ନାରାୟଣ। ଓ ଦେବର୍ଷି ନାରଦ, କାହିଁକି କାହିଁକି ଦେବସଭା ବସିଥିବା ବେଳେ ଆଉ ମୋ ପାଖରେ ଦେବଦେବ ମହାଦେବ ତାଣ୍ଡବ ନୃତ୍ୟ କରୁଥିବା ବେଳେ କାହିଁକି ତମେ ବିଘ୍ନ ଘଟାଇଲ? କଣ ତମର ଉଦ୍ଦେଶ୍ୟ? যতীন্দ্র বরন্তি ঝুড়ি মারে আরে মিত্র আমার এই কথা মনে নপড়ে যে সুহগে অসুরা ଦେବର୍ଷି ନାରଦ, ଦଶାନନ ମୁଁ ଭାବୁଛି ସ୍ୱୟଂ ନାରାୟଣଙ୍କର ସମ୍ମୁଖରେ କେବଳ ଦେବାଦିଦେବ ମହାଦେବ ତାଣ୍ଡବ ନୃତ୍ୟ କରନ୍ତି। ମୁଁ ମଧ୍ୟ ଏ ଲଙ୍କାଗଡ଼ ତ୍ରିପୁର ବିଜୟୀ ଦଶାନନ ଆରି ନାରାୟଣ ସାଜି ମୋର ନିର୍ଦ୍ଦେଶରେ ଦେବଦେବ ମହାଦେବ ମୋ ପାର୍ଶ୍ୱରେ ତାଣ୍ଡବ ନୃତ୍ୟ କରୁଥିଲେ। ଓ ଦେବର୍ଷି ନାରଦ, କାହିଁକି ମୁଁ କହେ ଲଙ୍କାଗଡ଼ର ନାରାୟଣ ନୁହେଁ? ମୋ ଆଗରେ କଣ ଦେବ ମହାଦେବ ତାଣ୍ଡବ ନୃତ୍ୟ କରିପାରିବେନି? କୁହ, କାହିଁକି ତୁମେ ବିଘ୍ନ ଘଟାଇଲ? দশরথଙ୍କୁ যতীন্দ্র বরন্তি ঝুড়ি মারে আরে মিত্র বাবার আরে পূর্ব কথা মনে নপড়ে যে সুহগে অসুর আরে দশরথଙ୍କୁ ব্রহ্ম বিন্দু রে দিয়ে মাগি নারিকা আরে গিয়ে দেই জিরা কৌশল্যাগে হরণ মন্ত্র দীক্ষা ରାବଣ, ଦେବର୍ଷି ନାରଦ, ତୁମର କଣ ପୂର୍ବ କଥା କିଛି ମନେ ନାହିଁ କି? ପୂର୍ବ କଥା? ହଁ ରାବଣ, କଣ ସେ ପୂର୍ବ କଥା? କୌଶଲ୍ୟା ହରଣ ଦୀକ୍ଷା ମୁଁ ହିଁ ତୁମକୁ କହିଥିଲି। ଦଶରଥଙ୍କର ବ୍ରହ୍ମବିଦୁକୁ ମାଗିବା ପାଇଁ ଏଇ ନାରଦ ପାଇଁ ସବୁ ସମ୍ଭବ ହୋଇଥିଲା। ଦଶାନନ ଦେବର୍ଷି, সর্বসম্পদ কুশারী রূপে দেবে বন্দী ভুবন এই সর্বদেবতাଙ୍କୁ করে যে বন্ধন মোচন ଦଶାନନ, ଦେବର୍ଷି, ଯଦି ଆଉ କିଛି ବର୍ଷ ବଞ୍ଚିବାକୁ ଚାହୁଁଛ, ଏ ଲଙ୍କାପୁର ଆଉ କିଛି ଦିନ ପାଇଁ ଭୋଗ କରିବାକୁ ଚାହୁଁଛ, ସର୍ବେ ପ୍ରଥମେ ଏ ଦେବତା ଗଣକୁ ଏ ବନ୍ଧନରୁ ମୁକ୍ତ କରାଅ। ବନ୍ଧନରୁ ମୁକ୍ତ କରିବି? ହଁ ଦଶାନନ, କାରଣ କଣ? କଣ ପାଇଁ ତାକୁ ମୁଁ ବନ୍ଧନରୁ ମୁକ୍ତ କରିବି? এই ମନ୍ତ୍ର ତୁମେ ଦେବାକୁ ଚାହୁଁଛ ମତେ? ମୁଁ ତୁମକୁ କିଛି ଗୁପ୍ତ କଥା କହିବି ଦଶାନନ। ଗୁପ୍ତ କଥା? ହଁ ଦଶାନନ, আয়ে শুনিল ভয়ে সনমন যে কলা রক্ষই ছোড় আয়ে আকাশেরা সর্বদেব পুরে চড়ি যাও সত্তর
ଦେବର୍ଷି ନାରଦ ସମସ୍ତ ଦେବତା ମାନେ ମୋର ଶତ୍ରୁ ହେଲା ବେଳେ ତୁମେ ଏକମାତ୍ର ମୋର ହିତାକାଂକ୍ଷୀ ତୁମରି କଥା ଅନୁସାରେ ମୁଁ ସମସ୍ତ ଦେବତା ମାନଙ୍କୁ ଆଜି ଲଙ୍କା ଗୋଳରୁ ଛାଡ଼ି ଦଉଛି ଯାଅ ଦେବଗଣ ମାନେ ମୁଁ ତୁମକୁ ମୁକ୍ତ କରିଦେଲି ଆଜ୍ଞା ପାଇନ ସର୍ବଦେବ ଦେବରେ ଯେ ଯାଭୁବନ ଦେବତା ଭୁବନ୍ତି ବନ୍ଧନ ଯେ ଏବେ ଦୈବ ବିଧାନ ବୋଲନ୍ତି ଯତୀନ୍ଦ୍ର ସୁର ହେ ବୀର ଲଙ୍କାଇ ଚୋର ପୂର୍ବ ଜନ୍ମ କଥା ପାଥର ହେଲା ମନୁ ତୋହର କୁହ ଦେବର୍ଷି ସାନନ ସତରେ ତୁମର କିଛି କଣ ମନେ ନାହିଁ ପୂର୍ବ ଜନ୍ମ କଥା କିଛି ମୋର ମନେ ପଡୁନାହିଁ ଦେବର୍ଷି ଯଦି ତୁମେ ମୋର ହିତାକାଂକ୍ଷୀ ତାହେଲେ ସେ ପୂର୍ବ ଜନ୍ମର ବୃତ୍ତାନ୍ତ ମୋତେ ଟିକେ ବୁଝେଇ କୁହ কে সম্ভর্বরে দিলু রে বই কুণ্ঠপুরে আজি রাজা হই রহিতু এই অসুরপুরে ସାନନ ଦେବର୍ଷି ତୁମର ପୂର୍ବ ଜନ୍ମ କଥା ହେଉଛି ବୈକୁଣ୍ଠପୁରରେ ନାରାୟଣଙ୍କର ଦ୍ୱାର ଦେଶରେ ଜଗଳି ଜଗଳି ଭାବେ ରହୁଥିଲ ତୁମର ନାମ ହେଉଛି ଜୟ ଥିଲା ସେଠି କେତେ ଆନନ୍ଦରେ ବୈକୁଣ୍ଠପୁରରେ କାଳାତିପାତ କରୁଥିଲ ହେଲେ ଏ ଜନ୍ମରେ ଅସୁର ଜନ୍ମରେ ଜନ୍ମ ହୋଇ କେତେ ଭୋଗ କରୁଛ ଦଶାନନ ଦେବର୍ଷି শুনি পূর্ব কথা হে জয়ী বীর বর রাবণ আরে দেশে কালে মনে পোকাই দিল ব্রহ্মানন্দ হে ଦେବର୍ଷି ଦଶାନନ ବହୁତ ଡେରି ହେଇଗଲା ଦେବର୍ଷି ତୁମର କଥା ବହୁତ ଡେରି ହେଇଗଲା ମନେ ପଡୁଛି ମୋର ସେ ପୂର୍ବ ଅତୀତର କଥା ଠିକ ସମୟରେ ଆଜି ତୁମେ ମନେ ପକେଇ ଦେଇଛ ମୁଁ ନିଶ୍ଚିତ ମୋର ପୂର୍ବ ଜନ୍ମରେ ବୈକୁଣ୍ଠ ପରେ ପ୍ରଭୁ ଗୋଲକବାରୀ ବିଷ୍ଣୁଙ୍କର ଆମେ ଆଠ ଭାଇ ଥିଲୁ ମୁଁ ହେଉଛି ସର୍ବଶ୍ରେଷ୍ଠ ଭାଇ ଜୟ ଆଉ ବିଜୟ ମୋର ମଧ୍ୟ ଭାତ କୁମ୍ଭକର୍ଣ୍ଣ ସେ ବର୍ତ୍ତମାନ ନିଦ୍ରିତ ଠିକ ମନେ ପକେଇ ଦେଇଛ ଦଶାନନ ଯେଉଁ ମାତା ପିତାଙ୍କୁ ମୁଁ ବୈକୁଣ୍ଠପୁରରେ ଦିନ ରାତି କିଛି ନ ଭାବି ଅନିଦ୍ରା ସତ୍ତ୍ୱେ ମୁଁ ତାଙ୍କ ପାଖରେ କଡ଼ା ପ୍ରହରୀ ରୂପେ ଜାଗ୍ରତ ଭାବେ ପ୍ରହରା ଦେଉଥାଏ ଆଜି ତାଙ୍କର ସେଇ ପୁତ୍ର ଜୟ ଗୋଟାଏ ଅସୁର ଯୋନିରେ ଜନ୍ମ ଗ୍ରହଣ କରି ମୋର ମା ଜଗଦମ୍ବା ମା ସୀତା ଲକ୍ଷ୍ମୀ ସ୍ୱରୂପା ସୀତାକୁ ମୁଁ ଆଜି ଅପହରଣ କରି ଆଣିଛି। ହେ ବିଧାତା, ହେ ଦେବର୍ଷି,
ମୁଁ ଆଜି ମୁଁ ଗୋଟାଏ କଳଙ୍କିତ, ମୁଁ ଗୋଟିଏ ପୁତ୍ରଦ୍ରୋହୀ। ଓ ଦେବର୍ଷି, ମୁଁ ଏଥିରୁ କେମିତି ପାର ହେବି ଦେବର୍ଷି? ଏହାର ବୁଦ୍ଧି ମୋତେ ବତାଇ ଦିଅ। ତୁଳି জ্যোতি সৌরন্তি আসত অন্তপুরে। কত কথা কহিবি আজি তো সামনে। ଦଶାନନ, ଦେବର୍ଷି, ତୁମର ପୂର୍ବ ଜନ୍ମ କଥା ତୁମେ ଜାଣିବାକୁ ଚାହୁଁଛ ନା? କୁହ ଦେବର୍ଷି। ତାହେଲେ ଚାଲ ଗୁପ୍ତ ଜାଗାକୁ ଏକାନ୍ତର ଭାବରେ ଆଉ ତମର କକ୍ଷକୁ ଯାଇ ମୁଁ ତୁମକୁ ସବୁ କଥା ପ୍ରଦାନ କହିବି। ଚାଲନ୍ତୁ ଦେବର୍ଷି। ସନ